ଏ ଜୀବନଟା ଗୋଟେ ବଡ଼ ରଙ୍ଗବଚ, ଆଉ ଆମେ ଗୋଟେ ଗୋଟେ କଳାକାର। କଥାରେ ଅଛି, ଦୈବ ଦୌଡ଼ି ମଣିଷ ଗାଏ, ଯେଣିକି ଟାଣେ ସେଣିକି ଯାଏ। ଆମର ଦିନେ ଅଭିନୟ ସରିଯିବ, ଆଉ ଏ ଦୁନିଆରୁ ଆମ କାମ ସରିଯିବ। କିନ୍ତୁ ଜାଣିଛନ୍ତି, ଜୀବନ ବଞ୍ଚିବାର ଶୈଳୀଟି ବହୁତ କଷ୍ଟ। ଆଉ ଯଦି ଜଣେ ସେ କଷ୍ଟଟିକୁ ଆଦରି ନିଏନା, ତା ଜୀବନଟି ସହଜ ହୋଇଯାଏ। ଆଉ ଲାଗେ ଜୀବନର ଯଦି ଜଣେ କି ଏମିତି ଥାଆନ୍ତା, ଭୁଲ କୋଉଟା ଠିକ୍ କୋଉଟା କହିଦେଇଥାନ୍ତା, ଜୀବନରେ ଆମର କୌଣସି ଭୁଲ ହୋଇନଥାନ୍ତା। ଏତିକି ବୟସ ଭିତରେ ମୁଁ ଯୋଉଟା ଶିଖିଛି, ସେଇ କଥା ଗୁଡ଼ାକ ଆପଣମାନଙ୍କ ସହିତ ସେୟାର କରୁଛି। ଜୀବନରେ ଏମିତି କିଛି ସମୟ ଆସିବ, ଯେତେବେଳେ ଲାଗିବ କିଛି ଠିକ୍ ହଉନି, ଆଉ କେହି ମୋର ନିଜର ନୁହନ୍ତି, ଏଠି ସବୁ ପର। ଜାଣିଛନ୍ତି ଆପଣମାନେ, ଜୀବନସାଥୀ ହୁଅନ୍ତୁ ବା ମା' ବାପା ହୁଅନ୍ତୁ ବା କେହି ବି ପରିବାର ସଦସ୍ୟ ହୁଅନ୍ତୁ, ସମସ୍ତେ ସମସ୍ତଙ୍କ କର୍ମ କରୁଛନ୍ତି। ଆଉ ଆପଣଙ୍କ ଜୀବନରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଆପଣ ଚୟନ କରିନାହାନ୍ତି, ସେଇଟା ହୋଇଥାଇପାରେ ଆପଣଙ୍କ କର୍ମ ଆଉ ଭାଗ୍ୟ ଚୟନ କରିଛି। ଯଦି ଆପଣ ଆକ୍ସେପ୍ଟ କରିବାର ଢଙ୍ଗ ଶିଖିଯାଆନ୍ତି, ତେବେ ଜୀବନ ବଞ୍ଚିବାର ଶୈଳୀଟି ସହଜ ହୋଇଯାଇଥାଏ। ମୁଁ ଯେତେବେଳେ ଭଲ ଆଉ ଖରାପଟିକୁ ଆକ୍ସେପ୍ଟ କରିଦିଏ, ସେତେବେଳେ ସମାଧାନର ବାଟ ଫିଟି ଯାଇଥାଏ। ରହିଲି, ପୁଣି ଦେଖାହବ ନୂଆ ବ୍ଲଗ୍ରେ। ନମସ୍କାର, ଜୟ ଜଗନ୍ନାଥ।